ମୋ ନାମରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଲେ ଦୋକାନ ମାଲିକ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଓମ୍ ମା ଔଷଧ ଦୋକାନ ନାମରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ବ୍ରଜକିଶୋର ରାଉତ। ଓମ୍ ମା ଔଷଧ ଦୋକାନ ମାଲିକ ବ୍ରଜକିଶୋର ରାଉତ ସ୍ଥାନୀୟ ଉସୁରୀ କାସିଆ ନାମକ ବ୍ୟକ୍ତିଙ୍କ ଠାରୁ ଦୋକାନ ହୋଇଥିବା ଜାଗା 2 ଡିସମିଲ 500 ବର୍ଗ କଡି ପ୍ଲଟ ନମ୍ବର 74 ବାଇ 625 ଟି 1 ଜୁଲାଇ 2021 ମସିହାରେ ଏଗ୍ରିମେଣ୍ଟ ଅନୁଯାୟୀ କ୍ରୟ କରିଥିବା କଥା କହିଛନ୍ତି। ବ୍ରଜକିଶୋର ସ୍ଥାନୀୟ ଅମିନ ଧନେଶ୍ୱର ରାଉତ ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ଜାଗା ଚିହ୍ନଟ କରିଥିଲେ। କେତେକ କୁଚକ୍ରୀଙ୍କ ପ୍ରରୋଚନାରେ ପଡ଼ି ପରିବାର ଲୋକଙ୍କୁ ଲଗାଇ ଧମକ ଚମକ ଦେବା ସହ 5 ଲକ୍ଷ ଟଙ୍କା ଦାବି କରୁଛନ୍ତି ଓ ମାନସିକ ନିର୍ଯାତନା ଦେଉଥିବା କଥା କହିଛନ୍ତି ବ୍ରଜକିଶୋର ରାଉତ। ବର୍ତ୍ତମାନ ଉସୁରୀ କାସିଆ ନାମକ ବ୍ୟକ୍ତି ମିଛ ଆଫିଡେଭିଟ୍ କରିଛନ୍ତି ଯେ ମୁଁ ଟଙ୍କା ନେଇ ନାହିଁ ଜାଗା ଦେଇ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି। ବ୍ରଜକିଶୋର ଚାନ୍ଦବାଲି କୋର୍ଟରେ ଏକ ଲିଖିତ ଅଭିଯୋଗ ଉସୁରୀ କାସିଆଙ୍କ ନାମରେ କରିଛନ୍ତି। କିଛି ନିର୍ଦ୍ଦିଷ୍ଟ କୁଚକ୍ରୀଙ୍କ ପ୍ରଲୋଭନରେ ପଡ଼ି ସେ ଏମିତି ଭିତ୍ତିହୀନ ଅଭିଯୋଗ କରୁଛନ୍ତି ବୋଲି ବ୍ରଜକିଶୋର ମତବ୍ୟକ୍ତ କରିଛନ୍ତି। ବ୍ରଜକିଶୋର ରାଉତ ସା ବିନୋଦରା ପୋଷ୍ଟ ଚାନ୍ଦବାଲି ଜିଲ୍ଲା ଭଦ୍ରକ। ବର୍ତ୍ତମାନ ମୋର ଚାନ୍ଦବାଲିରେ ଏକ ଔଷଧ ଦୋକାନ ଅଛି ଓମ୍ ମା ମେଡ଼ିସିନ ମେଡ଼ିକାଲ ଷ୍ଟୋର। କଥା ହେଉଛି ଗତ 1/7/2021 ମସିହାରେ ମୁଁ ଯେଉଁ ପ୍ଲଟ୍ରେ ବର୍ତ୍ତମାନ ଦୋକାନ କରିଛି ସେଇଟା ଉସୁରୀ କାସିଆ ନାମକ ବ୍ୟକ୍ତିଙ୍କ ଠାରୁ 2 ଡିସମିଲ 500 ବର୍ଗ କୋଡ଼ି ଜାଗା ମୁଁ ଏଗ୍ରିମେଣ୍ଟ ମୂଳେ କିଣିଥିଲି ଏବଂ ସେ ଜାଗାକୁ ମୋତେ ସେ ଅମିନ ଧନେଶ୍ୱର ରାଉତଙ୍କୁ ଡକେଇ ଭଦ୍ରଲୋକଙ୍କ ଉପସ୍ଥିତିରେ ମୋତେ ଜାଗା ଚିହ୍ନଟ କରିକି ମୋତେ ଜାଗା ଚିହ୍ନଟ ଦେଇଥିଲେ ଏବଂ ମୋ ଠାରୁ 7.5 ଲକ୍ଷ ଟଙ୍କା ନେଇଥିଲେ। ବର୍ତ୍ତମାନ ସେ କ'ଣ କରିଛନ୍ତି ନା ମୋ ନାଁରେ ଗୋଟେ ମିଛ କେସ୍ ଅନ୍ୟମାନଙ୍କୁ ପ୍ରବର୍ତ୍ତେଇକି ତାଙ୍କର ରିଲେଟିଭ୍କୁ କେସ୍ କରିଛନ୍ତି ଏବଂ ନିଜେ ଗୋଟେ ଏଫିଡେଭିଟ୍ କରିଛନ୍ତି ଯେ ମୁଁ ଟଙ୍କା ନେଇନାହିଁ, ଏଗ୍ରିମେଣ୍ଟ କରିନାହିଁ କିମ୍ବା ଜାଗା ଦଖଲ ଦେଇନାହିଁ। ଆପଣମାନେ ଦେଖନ୍ତୁ ଜାଗାରେ ଦଖଲରେ ମୁଁ ଅଛି, ମୋର ଦୋକାନ ଚାଲିଛି। ତେଣୁ ତା ବଳରେ ମୁଁ ବର୍ତ୍ତମାନ ଚାନ୍ଦବାଲି କୋର୍ଟରେ ତାଙ୍କ ବିରୁଦ୍ଧରେ ଗୋଟେ କେସ୍ ମଧ୍ୟ କରିଛି ମାନ୍ୟବର ଚାନ୍ଦବାଲି କୋର୍ଟରେ ଏବଂ ସେ ମୋ ବିରୁଦ୍ଧରେ ଯେଉଁ ଏ ଜାଗା ଉପରେ ଯେଉଁ ଷ୍ଟାଟସ୍ ଥିଲା ତାକୁ ଆମର ମାନ୍ୟବର ଡିଷ୍ଟ୍ରିକ୍ଟ ଜଜଙ୍କ କୋର୍ଟରେ ଅପିଲ କରିଥିଲେ। ସେଟା ମାନ୍ୟବର ଡିଷ୍ଟ୍ରିକ୍ଟ ଜଜ୍ ତାକୁ 6/3 ତାକୁ ଆଜ୍ଞା ସେ କେସ୍କୁ ଡିସମିସ୍ କରିଦେଇଛନ୍ତି। ବର୍ତ୍ତମାନ କୌଣସି ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ, କିଛି ନାହିଁ, ମିଛରେ କେସ୍ କରିକି ମୋତେ ଅଯଥା ହଇରାଣ ହରକତ କରୁଛନ୍ତି ଏବଂ ମୋର ମାନସିକ ଶାନ୍ତିର ବ୍ୟାଘାତ ଆଣୁଛନ୍ତି। ମୋର ସମାଜର ଯେଉଁ ପ୍ରତିପତ୍ତି ଅଛି ବା ସମାଜରେ ମୋର ଯେଉଁ ପ୍ରତିଷ୍ଠା ଅଛି ତାକୁ କ୍ଷୁଣ୍ଣ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ବଳପୂର୍ବକ ମୋତେ ଏଠି ହଟେଇ ଦେବା ପାଇଁ ବିଭିନ୍ନ ପ୍ରକାର ଭୟ ଦେଖାଉଛନ୍ତି। ଦୋକାନକୁ ଘର ନିଆଁ ଲଗେଇ ପୋଡ଼ିଦେବୁ, ମାରିବୁ, ଧରିବୁ, ଏମିତି ତହସିଲଦାରଙ୍କୁ ବର୍ତ୍ତମାନ ଦେଇଛନ୍ତି। ତହସିଲଦାର ତାକୁ ତଦନ୍ତ କରିବେ ଯେ କିଏ ଷ୍ଟାଟସ୍ ବର୍ତ୍ତମାନ ଅଛି, ପୋଜିସନ୍ର କିଏ ଅଛି, କାହା ଦଖଲରେ ବର୍ତ୍ତମାନ ଜାଗା ଅଛି, ସେଟା ତହସିଲଦାର ଦେଖିକି ଦେବେ। ଆପଣମାନେ ଦେଖୁଛନ୍ତି ମୁଁ ନିଜେ ଅଛି ଦଖଲରେ, ମୋର ଦୋକାନ ଅଛି। ଏଟାକୁ ଉଠା ଦୋକାନ ନୁହେଁ ଯେ ମୁଁ ଆଜି ଆଣିକି ଉଠେଇକି ରଖିଦେଇଛି କାଲି ପୁଣି କେଉଁଠିକି ନେଇଯିବି, ତା ନୁହେଁ। ମୁଁ ଧନେଶ୍ୱର ରାଉତ ଅମିନ, ସରକାରୀ ଅମିନ। ମୋର ସର୍ଭିସ ରୋଲ୍ ନମ୍ବର ହେଲା 653। ମୋତେ ବ୍ରଜକିଶୋର ରାଉତ ଡାକିଲେ ମାପିବା ପାଇଁ ଚାନ୍ଦବାଲି ଖାସମାଲ ପ୍ଲଟ୍। ସେ ଜଣେ ତେଲେଙ୍ଗାରେ ଥିଲା। ତେଲେଙ୍ଗା ତାକୁ ବିକ୍ରି କରିବା ପାଇଁ ଚୁକ୍ତିପତ୍ର କଲା। ଚୁକ୍ତିପତ୍ର କରିସାରିବା ପରେ ତାର ପଇସା ଯେତିକି ନେବା କଥା ତାର ନେଇଗଲା। ଯେତିକି ତାର କହିଥିଲା ନେବା ପାଇଁ ଡିସମିଲ୍ ପରେ ସେ ଟଙ୍କା ନେଇନେଲା। ନେବା ପରେ କିଛି ଦିନ ପରେ ମୁଁ ଶୁଣିଲି ଯେ ସେ ଯାଇକି କେସ୍ ଦାୟର କରିଛି। ତମେ ମାପିଥିଲ ସେ ଜାଗା? ମୁଁ ସେ ଜାଗା ମାପିଥିଲି। 2 ଡିସମିଲ 500 ବର୍ଗ କୋଡ଼ି, ଖାତା ନମ୍ବର 118, ପ୍ଲଟ୍ ନମ୍ବର 74 ବାଇ 625। ମୋର ମନେ ଅଛି। ଉଭୟ ପକ୍ଷ ଥିବା ଅବସ୍ଥାରେ ମାପି ଉଭୟ ପକ୍ଷ ସେ ବି ଥିଲା ଉପସ୍ଥିତ, ସେ ବି ସହମତ ଦେଲା। ତାପରେ ମାପା ଆରମ୍ଭ ହେଲା। ମାପା ଆରମ୍ଭ ହେଲା ପରେ ତାଙ୍କରି ଭାଇଆର ଗୋଟେ କୋଠା ତା ବାରଣ୍ଡା ଉପରେ ମାପଟା ପଡ଼ିଲା। ଯେଉଁ 2 ଡିସମିଲ 500 ବର୍ଗ କୋଡ଼ି ସେ ଯାଇକି ମାପଟା ସେଇଠି ପଡ଼ିଲା।
ତାପରେ ମୁଁ ବ୍ରଜକୁ ପଚାରିଲି, ମୁଁ କହିଲି ବ୍ରଜ ତାଙ୍କ ବାରଣ୍ଡା ଉପରେ ମଟର ପଡ଼ିଛି, କ'ଣ କରିବା? କହିଲା ଦାଦା ଛାଡ଼ନ୍ତୁ, ସେ ତ ଘର କରିନେଇଛି, ଆଉ ଦେଖିବା ପରେ ବିଚାର ହେବ ଯାହା। ନା ଏବେ ସେ ଯୋଉ ଆଣୁଛନ୍ତି ଯୁକ୍ତିଯୁକ୍ତ ବିଲକୁଲ ନୁହେଁ। ଭଦ୍ରଲୋକଙ୍କ ଉପସ୍ଥିତିରେ ସେ ଛାଡ଼ିକି ସେ ତେଲେଙ୍ଗା ପଳେଇଗଲା। 25 ଜଣ ଭଦ୍ରଲୋକ ଆମେ ଏଠି ବସିଥିଲୁ ଆପଣଙ୍କର ସେ ଲଜ୍ ବନମାଳୀ ଲଜ୍ରେ। ନାଇଁ ସେ ଯୋଉ ସେ ପଇସା ନେଇଛି, ଏଗ୍ରିମେଣ୍ଟ କରିଦେଇଛି, ମାନେ ଚୁକ୍ତିପତ୍ରନାମା ଏଗ୍ରିମେଣ୍ଟ କରିଦେଇଛି, ପଇସା ନେଇଛି। ଭଦ୍ରକରୁ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ୍ ଓଡ଼ିଶା।